ସାଙ୍ଗମାନେ ଜାଣିଛ, କାଲି ଆମେ ପୁରୀ ଯାଇଥିଲୁ। କାଲି ଆମେ ଆସୁ ଆସୁ ରାତି ହୋଇଗଲା। ରାତି 1 ହେଇଯାଇଥିଲା। ରାସ୍ତା ପୁରା ସୁନସାନ ଥିଲା, ତା ସାଙ୍ଗେ ପୁରା ଅନ୍ଧାର। ହଠାତ୍ ଆଗରେ ଗୋଟେ କୁକୁରଟେ ପାସ୍ କଲା। କିନ୍ତୁ କୁକୁରଟେ ପାସ୍ କଲା ଠିକ୍ ଅଛି, କିନ୍ତୁ ଆମର ଗାଡ଼ିର ପଛପଟେ ମହାପ୍ରସାଦ ରଖାଯାଇଥିଲା। କିନ୍ତୁ ସେଇ ଯେଉଁ ପଛ ସିଟ୍ରେ ମୁଁ ବସିଥିଲି। ମୋତେ ଲାଗିଲା ସେ ପଛପଟ କାଚରେ କିଛି ଗୋଟେ ଛାଇ। ତାପରେ ମୋତେ ଭାରି ଡର ଲାଗିଲା। ମୁଁ କ'ଣ କରିବି, ପଛକୁ ଚାହିଁବାକୁ ବି ମୋର ସାହସ ନଥିଲା। ପିଲାଦିନ କଥା ମନେ ପଡ଼ିଲା। ଆରେ ନନା କହୁଥିଲେ ଯଦି ପୁରୀରୁ ମହାପ୍ରସାଦ ଧରିକି ଘରକୁ ଆସୁଥିବ, ତାହେଲେ ଭୂତ ପ୍ରେତ ବାଟରେ ଯିଏ ସବୁ ଥିବେ ସେ ତୁମ ପଛେ ପଛେ ଗୋଡ଼େଇକି ଆସିବେ। ମୁଁ ତ ଭାବିଦେଲି ସତ କଥା, ନନା ତ ଠିକ୍ କଥା କହୁଥିଲେ, ମୋତେ ସେୟା ହେଇନି ତ ଆଉ। ତାପରେ ମୋତେ ଭାରି ଡରରେ ମୁଁ ଆଗ ସିଟ୍ ଆଡ଼କୁ ଝୁଙ୍କିକିରି ବସିଲି। ମୋ ଝିଅକୁ ଏକଥା ଚୁପ୍କିନି କହିଦେଲି। ମୋ ଝିଅ ତ ହନୁମାନ ଚାଳିଶା ପଢ଼ିବାରେ ଲାଗିଲା ଆଉ। ମୁଁ ତ ଜଗନ୍ନାଥ 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 ହେଉଛି ଆଉ। ତାପରେ କିଛି ସମୟ ପରେ ଦେଖିଲା ବେଳକୁ ଆଗରୁ ଲାଇଟ୍ ପଡ଼ିଲା। କିଛି ଲୋକ ଗାଡ଼ିରେ ଆସୁଥିବାର ଦେଖିଲୁ। ଟିକେ ଡର କମିଗଲା। ଘରକୁ ଆସିଲୁ। ଆସିକି ଘରେ ସେଇ କଥା ଭାବି ଆଉ ରାତିରେ ନିଦ ହେଲାନି। ସେଟା ସତ କି ମିଛ ମୁଁ ଜାଣିନି, କିନ୍ତୁ ସତ ହେଇପାରେ। ପ୍ରଭୁ ତମେ କିନ୍ତୁ ସାହା ହୁଅ। ଜୟ ଜଗନ୍ନାଥ ପ୍ରଭୁ।